କାଦମ୍ବିନୀର ଏହି କାମ ଦିନେ କି 2 ଦିନର ନଥିଲା। ସେ ଦିନ ପରେ ଦିନ ଆସିଲା। ବେଳେବେଳେ ସେ ଘରୁ ମାଠିଆରେ ପାଣି ଆଣି ଶୁଖିଲା ଗଛମୂଳରେ ଢାଳୁଥିଲା, କାରଣ ସେ ଚାହୁଁଥିଲା ଯେ ଗଛଗୁଡ଼ିକ ବଞ୍ଚି ରୁହନ୍ତୁ। ଏକ ସନ୍ଧ୍ୟାରେ ସଫା କରିସାରି କାଦମ୍ବିନୀ ଯେତେବେଳେ ଘରକୁ ଫେରୁଥିଲା, ସେ ଏକ ମିଠା ମୃଦୁ ସଙ୍ଗୀତ ଭଳି ସ୍ୱର ଶୁଣିଲା। ସ୍ୱରଟି ପବନରେ ଭାସି ଆସୁଥିଲା। ସେ ଚାରିଆଡ଼କୁ ଚାହିଁଲା, କିନ୍ତୁ କାହାକୁ ଦେଖିଲା ନାହିଁ। ହଠାତ୍ ପୁରୁଣା ବରଗଛର ଗଣ୍ଡିରୁ ଗିରିରକ୍ଷକ ବାହାରି ଆସିଲେ। ତାଙ୍କ ଦେହରେ କୋମଳ ଘାସ ଓ ଫୁଲ ଲାଗିଥିଲା। ସେ କହିଲେ, କାଦମ୍ବିନୀ, ତୁମର ଦୟା ଓ ପରିଶ୍ରମ ମୋର ନିଦ ଭାଙ୍ଗି ଦେଇଛି। ତୁମେ ନିଜ ସ୍ୱାର୍ଥ ପାଇଁ କିଛି ଚାହିଁନାହଁ। ଗିରିରକ୍ଷକ ହସିଲେ ଏବଂ ଚମକୁଥିବା ନୀଳ ପଥରଟିକୁ ଧୀରେ ଧୀରେ ଛୁଇଁଲେ। ସଙ୍ଗେ ସଙ୍ଗେ ପଥରଟି ଚାରିପଟରୁ ଝରଣାର ଶୁଖିଲା ମୁହଁ ଫାଟିଗଲା ଏବଂ କ୍ରିଷ୍ଟାଲ ଭଳି ସ୍ୱଚ୍ଛ ଜଳ ବାହାରି ଆସିଲା। ସେ କହିଲେ, ଦୟା ହିଁ ପ୍ରକୃତ ଯାଦୁ, ମୋ ଝିଅ। କାଦମ୍ବିନୀ ଖୁସିରେ ଘରକୁ ଫେରିଲା। ପରଦିନ ସମସ୍ତ ଗାଁ ଲୋକ ଝରଣାର ପାଣି ଦେଖି ଆଶ୍ଚର୍ଯ୍ୟ ହେଲେ। କେହି ଜାଣିଲେ ନାହିଁ କିଏ ଏହି ଅଦ୍ଭୁତ କାମ କଲା, କିନ୍ତୁ ସେହି ଦିନଠାରୁ କାଦମ୍ବିନୀ ସବୁବେଳେ ଜାଣିଥିଲା ଯେ ଛୋଟ ଦୟାଳୁ କାର୍ଯ୍ୟ କେତେ ବଡ଼ ପରିବର୍ତ୍ତନ ଆଣିପାରେ।